ଶାନ୍ତ ରୁହ, ତୁମର ସମୟ ମଧ୍ୟ ଆସିବ। ଏହି ବାକ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜୀବନର ମନ୍ତ୍ର। ଯିଏ ସଂଘର୍ଷର ଏକ ପର୍ଯ୍ୟାୟ ଦେଇ ଗତି କରୁଛି, ଯିଏ ଅନୁଭବ କରେ ଯେ ତାଙ୍କର କଠିନ ପରିଶ୍ରମ ବ୍ୟର୍ଥ ଯାଉଛି, କେହି ତାଙ୍କ କ୍ଷମତାକୁ ଚିହ୍ନି ପାରୁନାହାନ୍ତି, ଯିଏ ସବୁକିଛି ପାଇବା ସତ୍ତ୍ୱେ ଲୋକମାନେ ତାଙ୍କୁ ଅଣଦେଖା କରୁଛନ୍ତି। ଶ୍ରୀକୃଷ୍ଣ କୁହନ୍ତି, ହେ ସାଧକ, ଯେତେବେଳେ ତୁମେ ଅନୁଭବ କର ଯେ ସମଗ୍ର ବିଶ୍ୱ ତୁମକୁ ପ୍ରତ୍ୟାଖ୍ୟାନ କରୁଛି, ଯେତେବେଳେ ସବୁ ସ୍ଥାନରୁ ଦ୍ୱାର ବନ୍ଦ ହେଉଛି, ଯେତେବେଳେ ତୁମର ପ୍ରୟାସର କୌଣସି ଫଳାଫଳ ଦେଖାଯାଉ ନାହିଁ, ସେତେବେଳେ ଚିନ୍ତିତ ହୁଅ ନାହିଁ। କେବଳ ଧୈର୍ଯ୍ୟ ରଖ, କାରଣ ସମୟ ପରିବର୍ତ୍ତନ ହୁଏ। ଏବଂ ଯେତେବେଳେ ସମୟ ପରିବର୍ତ୍ତନ ହୁଏ, ସେହି ଲୋକମାନେ ଯେଉଁମାନେ ଆଜି ତୁମକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, କାଲି ତୁମ ସମ୍ମୁଖରେ ମୁଣ୍ଡ ନୁଆଁଇବେ। ଦେଖ, ମୁଁ ମୋ ନିଜ ଜୀବନରେ ଏକ ଅନୁଭବ କରିଛି। ମୁଁ ମଥୁରାରେ ଜନ୍ମ ହେବା ମାତ୍ରେ ମୋତେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଗଲା। ମୋ ପିତାମାତାଙ୍କୁ କାରାଗାରରେ ରଖାଗଲା। ମୋର ଜନ୍ମସ୍ଥାନକୁ ଜଗି ରଖାଗଲା। ଭାବ, ଏହା କି ଆରମ୍ଭ ଥିଲା? ମୁଁ ଜନ୍ମ ହେବା ମାତ୍ରେ ମୋ ସମ୍ମୁଖରେ ମୃତ୍ୟୁ ଠିଆ ହୋଇଥିଲା। କିନ୍ତୁ ମୁଁ କ'ଣ କଲି? ମୁଁ ଶାନ୍ତ ରହିଲି। ମୁଁ ଧୈର୍ଯ୍ୟବାନ ଥିଲି, କାରଣ ମୁଁ ଜାଣିଥିଲି ଯେ ମୋର ସମୟ ଆସିବ। ମୁଁ ତୁମକୁ ଏହି ବାର୍ତ୍ତା ଦେଉଛି, ଯଦି ଏବେ ଅନ୍ଧାର ଅଛି, ତେବେ ଭାବ ନାହିଁ ଯେ ଆଲୋକ କେବେ ଆସିବ ନାହିଁ। ଅନ୍ଧାର ଅଛି ଯାହା ଦ୍ୱାରା ତୁମେ ଆଲୋକର ମୂଲ୍ୟ ଜାଣିପାରିବ। ଯେତେବେଳେ ମୁଁ ଗୋକୁଳରେ ବଢ଼ିଥିଲି, ସେତେବେଳେ ମଧ୍ୟ ଲୋକମାନେ ମୋତେ କେବଳ ଏକ ଗୋପାଳ ବୋଲି ଭାବୁଥିଲେ। ସେମାନେ ଜାଣିନଥିଲେ ଯେ ଏହି ଗୋପାଳ ପରେ ଗୋବର୍ଦ୍ଧନକୁ ଉଠାଇ ବ୍ରଜକୁ ରକ୍ଷା କରିବ। ଏହି କାରଣରୁ ମୁଁ କହୁଛି, ଯେତେବେଳେ ଲୋକମାନେ ତୁମକୁ ହାଲୁକା ଭାବରେ ନେବେ, ଯେତେବେଳେ ଲୋକମାନେ ତୁମର କ୍ଷମତା ଉପରେ ହସିବେ, ସେତେବେଳେ ଖରାପ ଅନୁଭବ କର ନାହିଁ। ଶାନ୍ତ ରୁହ, କାରଣ ତୁମକୁ ଅପମାନ କରି ସେମାନେ ନିଜେ ପ୍ରମାଣ କରୁଛନ୍ତି ଯେ ତୁମର ସମୟ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ଯେତେବେଳେ ଏହା ଆସିବ, ସେହି ଲୋକମାନେ ତୁମର ଗୁଣଗୁଡ଼ିକର ପ୍ରଶଂସା କରିବେ। ମନେ ରଖ, ଅର୍ଜୁନ ମଧ୍ୟ ଯୁଦ୍ଧଭୂମିରେ ଠିଆ ହୋଇ ତାଙ୍କ ସାମ୍ନାରେ ନିଜ ଭାଇ ଏବଂ ଆତ୍ମୀୟମାନଙ୍କୁ ଦେଖି ନିରାଶ ହୋଇଯାଇଥିଲେ। ସେ କହିଲେ, ହେ ମାଧବ, ମୁଁ ଏହି ଯୁଦ୍ଧ ଲଢ଼ିପାରିବି ନାହିଁ। ମୋର ହାତ ଥରୁଛି, ମୋର ହୃଦୟ ଦୁଃଖରେ ପୂର୍ଣ୍ଣ। କଷ୍ଟର ସମ୍ମୁଖୀନ ହେଲେ ମଣିଷର ଏକ ସ୍ୱାଭାବିକ ଅବସ୍ଥା। କିନ୍ତୁ ମୁଁ ଅର୍ଜୁନଙ୍କୁ କହିଥିଲି, କ୍ଳବ୍ୟଂ ମା ସ୍ମ ଗମଃ ପାର୍ଥ, ଅର୍ଥାତ୍, ହେ ଅର୍ଜୁନ, ଦୁର୍ବଳତାକୁ ଗ୍ରହଣ କର ନାହିଁ। ଉଠ ଏବଂ ତୁମର ଧର୍ମ ପାଳନ କର। ତୁମକୁ ମଧ୍ୟ ଏହି ଶିକ୍ଷା ଶିଖିବାକୁ ପଡ଼ିବ। ଯେତେବେଳେ ତୁମେ ଅନୁଭବ କରିବ ଯେ ଜୀବନରେ ସବୁ କିଛି ଶେଷ ହୋଇଗଲା, ତେବେ ଶାନ୍ତ ରୁହ, କାରଣ ସଙ୍କଟ ସମୟ ତୁମର ଧୈର୍ଯ୍ୟର ପରୀକ୍ଷା। ଯଦି ତୁମେ ଭାଙ୍ଗି ପଡ଼, ତେବେ ସୁଯୋଗ ମଧ୍ୟ ଭାଙ୍ଗି ପଡ଼ିବ। କିନ୍ତୁ ଯଦି ତୁମେ ସ୍ଥିର ରହିବ, ତେବେ ସମୟ ନିଜେ ମୁଣ୍ଡ ନୁଆଁଇ ତୁମ ସମ୍ମୁଖରେ ଠିଆ ହେବ। ହେ ସାଧକ, ତୁମେ ଜାଣିବା ଉଚିତ ଯେ ଜଗତର ନିୟମ ହେଉଛି, ଲୋକମାନେ ପ୍ରଥମେ ତୁମକୁ ଅଣଦେଖା କରିବେ, ତାପରେ ତୁମକୁ ବିରୋଧ କରିବେ, ତାପରେ ତୁମକୁ ବିଶ୍ୱାସଘାତ କରିବେ ଏବଂ ଶେଷରେ ତୁମକୁ ଗ୍ରହଣ କରିବେ। ଏହା ହେଉଛି ପ୍ରକ୍ରିୟା। ସମସ୍ତେ ମୀରାଙ୍କୁ ପାଗଳ ବୋଲି କହିଲେ। ସମସ୍ତେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ, ଏପରିକି ତାଙ୍କୁ ବିଷର ପାତ୍ର ମଧ୍ୟ ଦେଲେ। କିନ୍ତୁ ସେ ଶାନ୍ତ ରହି ତାଙ୍କ କୃଷ୍ଣଙ୍କ ନାମ ଜପ କଲେ ଏବଂ ସେହି ବିଷ ଅମୃତ ହୋଇଗଲା। ଏହା କ'ଣ ତାଙ୍କର ସମୟ ନଥିଲା? ଏହା କ'ଣ ଈଶ୍ୱରଙ୍କର ଆଶୀର୍ବାଦ ନଥିଲା? ସେହିପରି ପ୍ରହ୍ଲାଦଙ୍କୁ ଦେଖ, ତାଙ୍କ ନିଜ ପିତା ତାଙ୍କର ଶତ୍ରୁ ହୋଇଗଲେ, କିନ୍ତୁ ସେ ଶାନ୍ତ ରହିଲେ। ସେ କେବଳ ମୋର ନାମ ନେଇଥିଲେ ଏବଂ ଶେଷରେ ମୁଁ ନରସିଂହ ରୂପରେ ଆସି ତାଙ୍କ ଶତ୍ରୁକୁ ନଷ୍ଟ କରିଦେଲି। ଯେତେବେଳେ ତୁମେ ଧୈର୍ଯ୍ୟ ରଖିବ, ସେତେବେଳେ ଏହା ହୁଏ। ସମୟ ତୁମ ସପକ୍ଷରେ ପରିବର୍ତ୍ତନ ହେବ। ତେଣୁ ହେ ମଣିଷ, ଯେତେବେଳେ ତୁମେ ଅନୁଭବ କରିବ ଯେ ତୁମର କଠିନ ପରିଶ୍ରମ ବ୍ୟର୍ଥ ଯାଉଛି, ଯେତେବେଳେ ତୁମର ନିଜ ଲୋକମାନେ ତୁମକୁ ଠକୁଛନ୍ତି, ଯେତେବେଳେ ଦୁନିଆ ତୁମକୁ ପ୍ରତ୍ୟାଖ୍ୟାନ କରୁଛି, ସେତେବେଳେ କେବଳ ଗୋଟିଏ କଥା ମନେ ରଖ, ଶାନ୍ତ ରୁହ। ତୁମର ସମୟ ମଧ୍ୟ ଆସିବ। ପାହାଡ଼ ଯେତେ ବଡ଼ ହେଉ, ସମୟ ତାକୁ ମଧ୍ୟ କାଟିଦିଏ।
ସମୁଦ୍ର ଯେତେ ଗଭୀର ହେଉ ସମୟ ତା'ର କୂଳକୁ ମଧ୍ୟ ବଦଳାଇଥାଏ। ସୂର୍ଯ୍ୟ ଯେତେ ଭୟଙ୍କର ହେଉ ସମୟ ତାକୁ ମଧ୍ୟ ଅସ୍ତ ହେବାକୁ ବାଧ୍ୟ କରେ। ତେବେ ତୁମର ଦୁଃଖ, ବିଫଳତା ଏବଂ ତୁମର ସଂଘର୍ଷ କିପରି ସ୍ଥାୟୀ ହୋଇପାରିବ? ସେମାନେ ମଧ୍ୟ ପରିବର୍ତ୍ତନ ହେବେ ଏବଂ ଯେତେବେଳେ ସେମାନେ ପରିବର୍ତ୍ତନ ହେବେ ସେମାନେ ତୁମକୁ ଏପରି ଉଚ୍ଚତା ଦେବେ ଯେ ଆଜିର ଏହି ଲୁହ ଆସନ୍ତାକାଲି ତୁମର ଗର୍ବର କାରଣ ହୋଇଯିବ। ଯଦି ଆଜି ଆପଣଙ୍କୁ ଏହି ଅଧ୍ୟାୟଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ।